ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜାରେ ଚଳଚଞ୍ଚଳ ପଲ୍ଲୀରୁ ସହର। ଖର୍ବସ୍ଥଳତନୁଂ ଗଜେନ୍ଦ୍ର ବଦନମ୍ ଲମ୍ବୋଦରମ୍ ସୁନରମ୍ ପ୍ରସ୍ୟନ୍ଦନ ମଧୁଗନ ଲୁବ୍ଧ ମଧୁପମ୍ ବ୍ୟାଲୋଳଗଣ୍ଡସ୍ଥଳମ୍ ଦନ୍ତାଘାତ ବିଦାରିତାରି ରୁଧିରେ ସିନ୍ଦୁର ସଭାକରମ୍ ବନ୍ଦେ ଶୈଳସୁତାସୁତମ୍ ଗଣପତିମ୍ ସିଦ୍ଧିପ୍ରଦମ୍ କାମଦମ୍। ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଗାଁରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳର ପରିବେଶ। ଆକର୍ଷଣୀୟ ତୋରଣର ସାଜସଜ୍ଜାରେ ଝଲସି ଉଠୁଥିଲା ପ୍ରତିଟି ସ୍ଥାନ। ଦେବମାନଙ୍କ ଅଗ୍ରପୂଜ୍ୟ ପ୍ରଭୁ ଗଣନାଥଙ୍କ ପୂଜା କାର୍ଯ୍ୟରେ ସୃଷ୍ଟି ହୋଇଥିଲା ଭିନ୍ନ ଏକ ପରିବେଶ। ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ଅଫିସମାନଙ୍କରେ ମହାସମାରୋହରେ ପୂଜା କାର୍ଯ୍ୟ କରାଯାଇଛି ପ୍ରଭୁ ଗିରିଜାନନ୍ଦନ ଗଣପତି ଦେବଙ୍କ। ସୁନ୍ଦର ପରିବେଶ ସହିତ ସୁମଧୁର ଗୀତର ସ୍ୱରରେ ଚତୁର୍ଦିଗ ପ୍ରକମ୍ପିତ ହେଉଥିବା ବେଳେ ପ୍ରଭୁ ଗଣନାଥଙ୍କୁ ପୂଜା କରିବା ପାଇଁ ଲୋକଙ୍କ ଆଗ୍ରହ ଖୁବ୍ ଭକ୍ତି ଭାବନାରେ ରହିଥିବା ଦେଖିବାକୁ ମିଳିଥିଲା। ଉନ୍ନତ ସାଜସଜ୍ଜାରେ ରଙ୍ଗ ବେରଙ୍ଗର ମଣ୍ଡପ କରି ପ୍ରିୟର ଠାକୁର ଗଣନାଥଙ୍କୁ ପୂଜା କରିବା ପାଇଁ ଭକ୍ତ ଖୁବ୍ ସୁନ୍ଦର ପ୍ରସ୍ତୁତି କରିଥିବାର ଦୃଷ୍ଟିକୁ ଆସିଛି। ଏହି ଦିନଠାରୁ ପୂଜା ବଜାର ଆରମ୍ଭ ହୋଇଥାଏ। ସର୍ବପ୍ରଥମେ ଗଣପତି ଦେବ ପୂଜା ପାଇସାରିଲା ପରେ ଅନ୍ୟ ଠାକୁରମାନେ ପୂଜା ପାଇଥାନ୍ତି। ଗଣନାଥଙ୍କ ପୂଜା ପରେ ଆରମ୍ଭ ହୋଇଯାଏ ପୂଜା ଋତୁ। ତେଣୁ ସର୍ବପ୍ରଥମେ ପୂଜା ପାଉଥିବା ଗଣପତି ଦେବଙ୍କୁ ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ପୂଜା କରିଥାନ୍ତି। ପ୍ରତି ଗ୍ରାମରେ ପ୍ରତି ଅନୁଷ୍ଠାନରେ ପ୍ରଭୁ ଗଣନାଥଙ୍କୁ ପୂଜା କରି ତାଙ୍କ ପାଖରୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଗାଁ ଗହଳି ଠାରୁ ଆରମ୍ଭ କରି ସହରର ପ୍ରତ୍ୟେକ ଗଳିକନ୍ଦିରେ ଏ ବର୍ଷ ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଗଣେଶ ପୂଜା ହେଉଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ମଣ୍ଡପରେ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ଖୁବ୍ ଶାନ୍ତିର ବାତାବରଣ ସୃଷ୍ଟି କରୁଥାଏ। ଗଣନାଥଙ୍କ ଜୟଧ୍ୱନିରେ ମଣ୍ଡପ ପ୍ରକମ୍ପିତ ହେଉଥିବା ବେଳେ ଗଣେଶ ପୂଜାକୁ ଖୁବ୍ ଆଗ୍ରହ ସହକାରେ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନ୍ୟ ବର୍ଷ ଅପେକ୍ଷା ଏ ବର୍ଷ ଗଣେଶ ପୂଜା ନୂଆ ନୂଆ ଲାଗୁଥିବା ବେଳେ ଖୁବ୍ ଉଚ୍ଚକୋଟୀର ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।